ମନ୍ଦିରକୁ ଯେତେବେଳେ ଭକ୍ତମାନେ ଯାଇଥାନ୍ତି କ'ଣ ଖାଲି ହାତରେ ଯାଇଥାନ୍ତି ନା? ଆପଣ ଦେଖିଥିବେ ଅନେକ ସମୟରେ ଭକ୍ତମାନେ ଯେତେବେଳେ ମନ୍ଦିରକୁ ଯାଇଥାନ୍ତି ସେ ନିଜ ହାତରେ ନେଇକି ଯାଇଥାନ୍ତି କ୍ଷୀର, ନଡ଼ିଆ, କଦଳୀ, ବିଭିନ୍ନ ପ୍ରକାର ଫଳମୂଳ ଇତ୍ୟାଦି ଇତ୍ୟାଦି। ଏବଂ ଏସବୁ ଜିନିଷ ବା ସାମଗ୍ରୀ ପୂଜା ସରିଲା ପରେ କ'ଣ ହିସାବରେ ବ୍ୟବହାର ହୁଏ? ପ୍ରସାଦ। ଏବଂ ସମସ୍ତେ ବାଣ୍ଟିକି ଖାଇଥାନ୍ତି। କିନ୍ତୁ ଆପଣ ଆଉ ମଧ୍ୟ ଦେଖିଥିବେ ବିଭିନ୍ନ ଭକ୍ତ ମନ୍ଦିରକୁ ଯାଇକରି ଆଉ କିଛି ଜିନିଷ ଦେବାର, ଯେମିତିକି ଟଙ୍କା, ପଇସା, ସୁନା, ରୂପା ଇତ୍ୟାଦି ଇତ୍ୟାଦି। ତ ଏସବୁ ଜିନିଷ କ'ଣ ହିସାବରେ ବ୍ୟବହାର ହୁଏ? ପ୍ରସାଦ। କୁହନ୍ତୁ ତ? ହଁ, ଇଏ ବି କିଛି ନିର୍ଦ୍ଦିଷ୍ଟ ଲୋକଙ୍କର ପ୍ରସାଦ। ଆଉ ଏ ପ୍ରସାଦକୁ କେଉଁମାନେ ପାଇଥାନ୍ତି ଆପଣ ଠିକ୍ ଜାଣିଛନ୍ତି। କୁହନ୍ତୁ ତ?